ମୁଁ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର ସିଡିପିଓ ଲଙ୍କାପୁଟ ଆମର ଓଡ଼ିଶା ଭାସ୍କର ପରିବାର ଏଇ ଯେଉଁ ଆମର ଶହୀଦମାନଙ୍କ ପାଇଁ ଯେଉଁ ନିଆର ପଦକ୍ଷେପ ନେଉଛନ୍ତି ସେଥିପାଇଁ ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି। ଆଉ ତତ୍ସହିତ ଅଗଷ୍ଟ 15 ବା ସ୍ୱାଧୀନତା ଦିବସର ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମୁଁ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର ସିଡିପିଓ ଲଙ୍କାପୁଟ ଆମର ଓଡ଼ିଶା ଭାସ୍କର ପରିବାର ଏଇ ଯେଉଁ ଆମର ଶହୀଦମାନଙ୍କ ପାଇଁ ଯେଉଁ ନିଆର ପଦକ୍ଷେପ ନେଉଛନ୍ତି ସେଥିପାଇଁ ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି। ଆଉ ତତ୍ସହିତ ଅଗଷ୍ଟ 15 ବା ସ୍ୱାଧୀନତା ଦିବସର ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମୁଁ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର ସିଡିପିଓ ଲଙ୍କାପୁଟ ଆମର ଓଡ଼ିଶା ଭାସ୍କର ପରିବାର ଏଇ ଯେଉଁ ଆମର ଶହୀଦମାନଙ୍କ ପାଇଁ ଯେଉଁ ନିଆର ପଦକ୍ଷେପ ନେଉଛନ୍ତି ସେଥିପାଇଁ ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି। ଆଉ ତତ୍ସହିତ ଅଗଷ୍ଟ 15 ବା ସ୍ୱାଧୀନତା ଦିବସର ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।